ପିଲାମାନେ ଗୁଡ୍ ମର୍ଣ୍ଣିଂ। ଆମର ନବମ ବିଜ୍ଞାନ ଚାଲିଥିଲା। ପିଲେ ନବମ ବିଜ୍ଞାନରେ ଆମେ ଜାଣିଥିଲେ ଯେ ଗୋଟେ କଠିନ ବସ୍ତୁକୁ ଆମେ ତରଳରେ ପରିଣତ କରିପାରିବା। ଗୋଟେ କଠିନ ବସ୍ତୁକୁ ଆମେ ତରଳରେ ପରିଣତ କରିପାରିବା। କେମିତି କରିପାରିବା? ତାକୁ ଆମେ ଗରମ କରିକି ପିଲେ ଯେତେବେଳେ ଆମେ ତାକୁ ଗରମ କରୁଛେ ଯେତିକି ତାପମାତ୍ରାରେ ସେ ତରଳରେ ପରିଣତ ହେଇଯାଏ ତାକୁ କୁହାଯାଏ କ'ଣ? ଗଳନାଙ୍କ ତାପମାତ୍ରା କୁହାଯାଏ। କ'ଣ କୁହାଯାଏ? ଗଳନାଙ୍କ ତାପମାତ୍ରା। ଯେଉଁ ତାପମାତ୍ରାରେ କଠିନଟା ତରଳରେ ପରିଣତ ହେଇଗଲା ତାକୁ କୁହାଯାଉଥିଲା କ'ଣ? ଗଳନାଙ୍କ ତାପମାତ୍ରା। ଏବଂ ସେଇ ପ୍ରକ୍ରିୟାଟାକୁ କହିଥିଲେ ଆମେ କ'ଣ? ତରଳନ। ସେଇ ଯୋଉ ପ୍ରକ୍ରିୟାଟା କଠିନଟା ତରଳରେ ପରିଣତ ହଉଛି ସେଇ ପ୍ରକ୍ରିୟାଟାକୁ କହିଥିଲେ ତରଳନ। ଏବଂ ଯୋଉ ତାପମାତ୍ରାରେ ସେଇଟା ତରଳରେ ପରିଣତ ହେଲା ସେଇଟାକୁ କହିଲେ କ'ଣ? ଗଳନାଙ୍କ। ପିଲେ ଏଇଗୁଡାକ ପୂର୍ବ କ୍ଲାସରେ ପଢିଥିଲେ। ଆଜି ଆମେ ଦେଖିବା এই ତରଳଟାକୁ ଆମେ ପୁଣି ଗ୍ୟାସରେ ପରିଣତ କରିପାରିବା କି ନାହିଁ। ପିଲେ ତରଳଟାକୁ ଗ୍ୟାସରେ ପରିଣତ କରିହେବ କି ନା? କରିହେବନି। ପିଲେ ତରଳଟାକୁ ଯଦି ଆମେ ପୁଣି ଆହୁରି ଗରମ କରିବା ତାହେଲେ ସେ ନିହାତି ଗ୍ୟାସରେ ପରିଣତ ହେବ। ସେମିତି ପିଲେ ତରଳଟାକୁ ଯୋଉ ତାପମାତ୍ରାରେ ବାଷ୍ପରେ ପରିଣତ କରିଦେବା ସେଇ ତାପମାତ୍ରାକୁ କୁହାଯାଏ କ'ଣ? ସ୍ଫୁଟନାଙ୍କ। କ'ଣ କୁହାଯାଏ? ସ୍ଫୁଟନାଙ୍କ। ପିଲେ ମନେ ରଖ, ତରଳଟାକୁ ଗ୍ୟାସରେ ପରିଣତ କରିବା ପାଇଁ ଯେତିକି ତାପମାତ୍ରା ଆବଶ୍ୟକ ସେଇ ତାପମାତ୍ରାକୁ କୁହାଯାଏ କ'ଣ? ସ୍ଫୁଟନାଙ୍କ। ପିଲେ ଆମେ ପିଲାବେଳୁ ଜାଣିଛେ ଜଳକୁ 100 ଡିଗ୍ରୀ ସେଲସିୟସରେ ଗରମ କଲେ ସେ ବାଷ୍ପ ହୋଇଯାଏ। ତା ମାନେ ଜଳ କେତେ ତାପମାତ୍ରାରେ ବାଷ୍ପରେ ପରିଣତ ହେଲା, କେତେ ତାପମାତ୍ରାରେ ଗ୍ୟାସରେ ପରିଣତ ହେଲା? 100 ଡିଗ୍ରୀ ସେଲସିୟସ। ତା ମାନେ ସେଇ 100 ଡିଗ୍ରୀ ସେଲସିୟସଟା ଜଳର ହେଉଛି କ'ଣ? ସ୍ଫୁଟନାଙ୍କ ତାପମାତ୍ରା। ତେବେ ତରଳରୁ ଗ୍ୟାସରେ ଯୋଉ ପରିବର୍ତ୍ତନ ହେଲା ସେଇ ପ୍ରକ୍ରିୟାଟା କ'ଣ କୁହାଯାଏ? ସେଇ ପ୍ରକ୍ରିୟାଟାକୁ କୁହାଯାଏ କ'ଣ? ବାଷ୍ପୀକରଣ। ତରଳଟା ଗ୍ୟାସରେ ଯୋଉ ପରିଣତ ହଉଛି ସେଇ ପ୍ରକ୍ରିୟାଟାକୁ କୁହାଗଲା କ'ଣ? ବାଷ୍ପୀକରଣ। ଆଉ ଯେତିକି ତାପମାତ୍ରାରେ ସେ ବାଷ୍ପରେ ପରିଣତ ହେଲା ସେଇଟାକୁ କୁହାଗଲା କ'ଣ? ସ୍ଫୁଟନାଙ୍କ। ପିଲେ ମନେ ରଖ, ଏଇ ତୀର ଚିହ୍ନର ଉପର ପଟେ ଯୋଉଟା ଲେଖୁଛି ସେଇଟା ହଉଛି ତାପମାତ୍ରାଟାକୁ ବୁଝଉଛି। ଆର ଏପଟେ ଯୋଉଟା ଅଛି ସେଇଟା ବି ତାପମାତ୍ରାକୁ ବୁଝଉଛି। ତଳ ପଟେ ଯୋଉଟା ଲେଖୁଛି ସେଇଟା ବୁଝଉଛି କାହାକୁ? ପ୍ରକ୍ରିୟାଟାକୁ। ଏପଟ ବାଁ ପଟେ ଯୋଉଟା ଅଛି ସେଇଟା ବୁଝଉଛି କାହାକୁ? ପ୍ରକ୍ରିୟାଟାକୁ। ପିଲେ ମନେ ରଖ, କଠିନଟା ତରଳରେ ପରିଣତ ହବ, ପ୍ରକ୍ରିୟା ହଉଛି ତରଳନ। ତରଳଟା ଗ୍ୟାସରେ ପରିଣତ ହବ, ପ୍ରକ୍ରିୟାଟା ହଉଛି କ'ଣ? ବାଷ୍ପୀକରଣ। ଆଉ ତରଳଟା ଯେଉଁ ତାପମାତ୍ରାରେ ସ୍ଫୁଟନାଙ୍କରେ ପରିଣତ ହବ ସେଇ ତାପମାତ୍ରାକୁ କୁହାଯାଏ କ'ଣ? ତରଳଟା ଯୋଉ ତାପମାତ୍ରାରେ ଗ୍ୟାସରେ ପରିଣତ ହବ ସେଇ ତାପମାତ୍ରାକୁ କୁହାଯାଉଛି ସ୍ଫୁଟନାଙ୍କ। କଠିନଟା ଯେଉଁ ତାପମାତ୍ରାରେ ତରଳରେ ପରିଣତ ହବ ତାକୁ କୁହାଯାଉଛି କ'ଣ? ଗଳନାଙ୍କ। କ'ଣ କୁହାଯାଉଛି? ଗଳନାଙ୍କ। ପିଲେ ଏଇ ଯୋଉ ସ୍ଫୁଟନାଙ୍କ ବାଷ୍ପୀକରଣ କି ନହେଲେ ଗଳନାଙ୍କ ତରଳନ ଏଇଟା ଟିକେ ଭଲସେ ବୁଝିବାକୁ ଚେଷ୍ଟା କର। ମାନେ ଯୋଉ ତାପମାତ୍ରାରେ ପରିଣତ ହଉଛି ସେଇ ତାପମାତ୍ରାଟାକୁ କୁହାଯାଉଛି କ'ଣ? କଠିନଟା ତରଳ ହେଲେ ଗଳନାଙ୍କ କୁହାଯିବ, ତରଳଟା ଗ୍ୟାସ ହେଲେ କ'ଣ କୁହାଯିବ? ସ୍ଫୁଟନାଙ୍କ। ମନେକର ଜଳଟା 100 ଡିଗ୍ରୀ ସେଲସିୟସରେ ପରିଣତ ହଉଛି କୋଉଥିରେ? ଗ୍ୟାସରେ ବା ବାଷ୍ପରେ। ତାହେଲେ ଜଳର ସ୍ଫୁଟନାଙ୍କ କେତେ ହେବ? 100। କେତେ ହେବ? 100। ଏବଂ ସେ ଯୋଉ ପରିବର୍ତ୍ତନ ହେଇଗଲା ତରଳଟା ଗ୍ୟାସକୁ ସେଇ ପ୍ରକ୍ରିୟାଟା କୁହାଗଲା କ'ଣ? ବାଷ୍ପୀକରଣ। ପିଲେ ମନେ ରଖ, ଜଳଟା ଗ୍ୟାସରେ ବାଷ୍ପରେ ପରିଣତ ହେଲା ସେଇଟା ପ୍ରୋସେସଟା ବା ପ୍ରକ୍ରିୟାଟାକୁ କୁହାଗଲା ବାଷ୍ପୀକରଣ। ଆଉ ତାକୁ ବାଷ୍ପରେ ପରିଣତ କରିବା ପାଇଁ କିଛି ତାପମାତ୍ରା ଆବଶ୍ୟକ ହେଇଛି, ସେଇ ତାପମାତ୍ରାକୁ କୁହାଗଲା କ'ଣ? ସ୍ଫୁଟନାଙ୍କ। କ'ଣ କୁହାଗଲା? ସ୍ଫୁଟନାଙ୍କ। ପିଲେ ଗୋଟେ ଏକ୍ସାମ୍ପଲ ଦଉଛି। ମନେକର ମୁଁ ପାଣି ଆଣିଲି, ପାଣି ବାଲ୍ଟିଟା ଆଣିଲି, ପାଣି ବାଲ୍ଟିଟାକୁ ମୁଁ ଗରମ କରିବି, ତଳେ ଚୁଲି ଲଗେଇବି, ତାକୁ ଗରମ କରିବି, କିଛି ସମୟ ପରେ କ'ଣ ହେବ? ସେଇଠୁ ବାମ୍ଫ ହେଇକି ବାହାରିବ। ତା ମାନେ ଗୋଟେ ନିର୍ଦ୍ଦିଷ୍ଟ ତାପମାତ୍ରାରେ ପହଞ୍ଚିଲା ପରେ ସେଇଟା ବାମ୍ଫ ହେଉଛି। ସେଇ ତାପମାତ୍ରାଟା କେତେ ଡିଗ୍ରୀ ସେଲସିୟସ? ନା 100 ଡିଗ୍ରୀ ସେଲସିୟସ। ଜଳଟା 100 ଡିଗ୍ରୀ ସେଲସିୟସରେ କ'ଣ ହେଉଛି? ବାମ୍ଫରେ ପରିଣତ ହେଉଛି। ଏବଂ ପିଲେ ସେଇ ଯୋଉ ଜଳଟା ପରିବର୍ତ୍ତନ ହେଇଗଲା କୋଉଠିକି? ଗ୍ୟାସକୁ। ମାନେ ସେଇଟା ଗୋଟେ ପ୍ରୋସେସଟେ, ମାନେ ଅବସ୍ଥାର ପରିବର୍ତ୍ତନ ଘଟିଲା। ସେଇ ପ୍ରକ୍ରିୟାଟାକୁ କୁହାଗଲା କ'ଣ? ବାଷ୍ପୀକରଣ। କ'ଣ କୁହାଗଲା? ବାଷ୍ପୀକରଣ। ପିଲେ ଆଉ କିଛି ଜିନିଷ ଅଛି ଯେମିତିକି କର୍ପୂର, ଯୋଉ ଠାକୁରଙ୍କୁ ଆଳତି କରାହଉଛି, କର୍ପୂର ଦେଖିଥିବ, ସେଇଟା ଗୋଟେ କଠିନ ଭଳିଆ ଧଳା ଧଳା ଖଡ଼ି ଭଳିଆ ହେଇଥିବ। ତାକୁ ନିଆଁ ଲଗେଇଦେଲା ପରେ ସେ ସିଧାସଳଖ ବାଷ୍ପ ହେଇକି ଉଡ଼ିଯିବ। କର୍ପୂରଟାକୁ ନିଆଁ ଲଗେଇଦେଲା ପରେ ସେ ସିଧାସଳଖ ବାଷ୍ପ ହେଇକି ଉଡ଼ିଯିବ। ଯେତେବେଳେ କଠିନଟା ସିଧାସଳଖ ବାଷ୍ପ ହେଇକି ଉଡ଼ିଗଲା ତାକୁ କୁହାଯାଏ ଊର୍ଧ୍ୱପାତନ।
ତାକୁ କ'ଣ କୁହାଯାଏ ଊର୍ଧ୍ୱପାତନ। ତାହେଲେ ଊର୍ଧ୍ୱପାତନ କାହାକୁ କହିବା କଠିନ ପଦାର୍ଥ ସିଧାସଳଖ ବାଷ୍ପରେ ପରିଣତ ହେବାକୁ କୁହାଯାଏ କ'ଣ ଊର୍ଧ୍ୱପାତନ। କ'ଣ କୁହାଯାଏ ଊର୍ଧ୍ୱପାତନ। କିନ୍ତୁ ଗୋଟେ ବରଫଟାକୁ ନେବା, ବରଫଟା କ'ଣ ସିଧାସଳଖ ବାଷ୍ପ ହେଉଛି କି? ବରଫଟାକୁ ଗରମ କଲେ ଫାଷ୍ଟ ସେ ପାଣି ହେବ, ତାପରେ ହେବ ସେ କ'ଣ ବାଷ୍ପ। କିନ୍ତୁ ଏଇ ଯେଉଁ କର୍ପୂରଟାକୁ ଆମେ ତାକୁ ଗରମ କରିବା ବା ନିଆଁ ଲଗେଇ ଦେଉଛେ, ସେ ସିଧାସଳଖ ବାଷ୍ପରେ ହେଇ ପରିଣତ ହେଉଛି। ପିଲେ ତମେ ଦେଖିଥିବ ଠାକୁର ପୂଜା କଲା ବେଳକୁ କର୍ପୂର ଦିଆଯାଏ, ସେଇ କର୍ପୂର ନିଆଁ ଲଗେଇଦେବ, ତାପରେ ଦେଖିବ ସେ ଉଡ଼ି ଯାଇଥିବ, ଆଉ ତରଳକୁ ସେ ଆସିନଥିବ। ଯଦି ଏଇଭଳିଆ କଠିନଟା ସିଧାସଳଖ ଗ୍ୟାସକୁ ଗଲା, ତାକୁ କୁହାଯିବ କ'ଣ ଊର୍ଧ୍ୱପାତନ। କ'ଣ କୁହାଯିବ ଊର୍ଧ୍ୱପାତନ। ପିଲେ ବୁଝେଇଲା ନା ବୁଝେଇଲାନି? ଓକେ, ତାହେଲେ କଠିନରୁ ତରଳକୁ ଯିବ, ପ୍ରକ୍ରିୟା ହେଲା ତରଳନ। ତରଳ ଗ୍ୟାସକୁ ଆସିବ, ପ୍ରକ୍ରିୟା ହେଲା ବାଷ୍ପୀକରଣ। ଆଚ୍ଛା, ଗ୍ୟାସଟା ପୁଣି ସେମିତି ତରଳକୁ ଯାଉଥିବ କି ନାହିଁ? ପିଲେ ଗ୍ୟାସଟାକୁ ଯଦି ଆମେ ଯେତେବେଳେ ପାଣିଟାକୁ ଗରମ କରୁଛେ, ବାମ୍ଫ ହେଇକି ବାହାରୁଛେ, ଆମେ ଯଦି ଗ୍ୟାସଟାକୁ ବନ୍ଦ କରିଦେବା, ଚୁଲି ବନ୍ଦ କରିଦେବା, ତାହେଲେ ସେ ବାମ୍ଫ ଗୁଡ଼ାକ ଧୀରେ ଧୀରେ ଥଣ୍ଡା ହେଇକି ଜଳକଣା ହେଇକି ତଳେ ପଡ଼ିଯାଉଛି କି ନାହିଁ? ଯଦି ପିଲେ ବାଷ୍ପଟାକୁ ଆମେ ତରଳରେ ପରିଣତ କରିବା, ସେଇ ପ୍ରକ୍ରିୟାକୁ କୁହାଯାଏ ସଂଘନନ। ସେଇ ପ୍ରକ୍ରିୟା କ'ଣ କହିବା ସଂଘନନ। ପିଲେ ଯେତେବେଳେ ବାମ୍ଫ ଗୁଡ଼ାକ ଆମେ ଆଉ ଚୁଲି ଲଗେଇବାନି, ନିଆଁ ଡବାଟା ବନ୍ଦ କରିଦେବା, ସେଇ ସମୟରେ ବାଷ୍ପଟା କ'ଣ ହେଇଯିବ ଥଣ୍ଡା ହେଇଯିବ। ଥଣ୍ଡା ହେଇକି ସେ ଜଳକଣାରେ ପୁଣି ପରିବର୍ତ୍ତନ ହେଇଯିବ। ଯେଉଁ ତରଳଟା ବାଷ୍ପକୁ ଯାଇଥିବ, ସେ ବାଷ୍ପକୁ ଯଦି ଆମେ ଥଣ୍ଡା କରିଦେବା, ସେ ପୁଣି ତରଳରେ ପରିଣତ ହେବ। ସେଇ ପ୍ରକ୍ରିୟାକୁ କ'ଣ କହିଲେ ସଂଘନନ। କ'ଣ କହିଲେ ସଂଘନନ। ମନେ ରଖ, ତରଳରୁ ବାଷ୍ପକୁ ଯିବା ପ୍ରକ୍ରିୟା ହେଉଛି ବାଷ୍ପୀକରଣ, ବାଷ୍ପରୁ ତରଳକୁ ଆସିବା ପ୍ରକ୍ରିୟା ହେଉଛି ସଂଘନନ। ଏବେ ପୁଣି ପିଲେ ତରଳକୁ ଯଦି ଆହୁରି ଥଣ୍ଡା କରିଦେବା, ମାନେ ତାକୁ ଫ୍ରିଜରେ ରଖିଦେବା, ସେ ପୁଣି ବରଫ ହେଇଯିବ କି ନାହିଁ? ଯେତେବେଳେ ତରଳରୁ ବରଫ ହେଉଛି, ସେଇ ପ୍ରକ୍ରିୟାକୁ କହୁଛେ କ'ଣ ଘନୀକରଣ। କ'ଣ କହୁଛେ ଘନୀକରଣ। କ'ଣ କହୁଛେ ଘନୀକରଣ। ପିଲେ ଦେଖ, କଠିନରୁ ତରଳ, ତରଳରୁ ବାଷ୍ପ ହେଲା ବେଳକୁ ତାକୁ ଆମେ ଗରମ କରୁଛେ, ଆଉ ବାଷ୍ପରୁ ତରଳ, ତରଳରୁ କଠିନ ହେଲା ବେଳକୁ ତାକୁ ଆମେ କ'ଣ କରୁଛେ ଥଣ୍ଡା କରୁଛେ। ମନେ ରଖ, ଏଇଠୁ ଇଆଡ଼େ ଯିବାକୁ ହେଲେ ଗରମ କରିବା, ଏଇଠୁ ଇଆଡ଼େ ଆସିବାକୁ ହେଲେ ଥଣ୍ଡା କରିବା। ଆଉ ବାଷ୍ପଟା ତରଳରେ ପରିଣତ ହେବ, ପ୍ରକ୍ରିୟାଟା ହେଉଛି ସଂଘନନ। ତରଳଟା କଠିନରେ ପରିଣତ ହେବ, ପ୍ରକ୍ରିୟା ହେଉଛି ଘନୀକରଣ। ତରଳଟା କଠିନ ମାନେ ଜଳଟା ବରଫ ହେଇଗଲା, ବାମ୍ଫଟା ପାଣି ହେଇଗଲା, ସେଇଟା ହେଉଛି ସଂଘନନ। ପାଣିଟା ବରଫ ହେଇଗଲା, ସେଇଟା ହେଉଛି କ'ଣ ଘନୀକରଣ। ବରଫଟା ପୁଣି ପାଣି ହେଇଗଲା, ସେଇଟା ହେଉଛି ତରଳନ। ପାଣିଟା ପୁଣି ବାମ୍ଫ ହେଇଗଲା, ସେଇଟା ହେଉଛି କ'ଣ ବାଷ୍ପୀକରଣ। ଆଉ ଯୋଉ ତାପମାତ୍ରାରେ ବରଫଟା ତରଳିଗଲା, ସେଇଟା ହେଉଛି ସେଇ ତାପମାତ୍ରାକୁ କୁହାଯାଏ ଗଳନାଙ୍କ। ଆଉ ଯୋଉ ତାପମାତ୍ରାରେ ତରଳଟା ବାଷ୍ପରେ ପରିଣତ ହେଲା, ତାକୁ କୁହାଯାଉଛି କ'ଣ ସ୍ଫୁଟନାଙ୍କ। ପିଲେ ଏବେ ମୁଁ ବାରମ୍ବାର ଗୋଟେ ଶବ୍ଦ ପ୍ରୟୋଗ କରୁଛି ତାପମାତ୍ରା। ତ ପିଲେ ଯୋଉ ତାପମାତ୍ରାର ଏକକ କ'ଣ? ପିଲେ ତାପମାତ୍ରାର ଏକକ ହେଉଛି ସେଲସିୟସ୍ କିମ୍ବା ଫାରେନହାଇଟ୍ କିମ୍ବା କେଲଭିନ୍। ଯେମିତି ଆମେ ଏକକ କହୁଛେ ଓଜନର ଏକକ, ଓଜନର ଏକକ କେଜି, ତରଳ ପଦାର୍ଥର ଏକକ ଲିଟର, ଦୂରତାର ଏକକ ମିଟର, ସେମିତି ତାପମାତ୍ରାର ଏକକ ସେଲସିୟସ୍, ଫାରେନହାଇଟ୍, କେଲଭିନ୍। କେ ରେ କେଲଭିନ୍, ଏଫ ରେ ଫାରେନହାଇଟ୍, ସି ରେ ସେଲସିୟସ୍। ତ ଏମିତି ହେଇକି ତାପମାତ୍ରାର କେତେଟା ଏକକ ଅଛି? ତିନିଟା। ଗୋଟେ ହେଲା କ'ଣ ସେଲସିୟସ୍ ଆସିଲା ସି, ଫାରେନହାଇଟ୍ ଆସିଲା ଏଫ, କେଲଭିନ୍ ଆସିଲା କେ।